ବିଧାରପୁର ସାପ୍ତାହିକ ହାଟରୁ ଆଳୁ ଉଭାନ। ଗଅଁଦିଆ ବ୍ଲକରେ ଆଳୁ ପରିବା ଏକ ପ୍ରକାର ଉଭାନ ହୋଇଯାଇଛି। ପ୍ରାୟତଃ କାଁ ଭାଁ ସ୍ଥାନରେ ସକାଳ ସମୟରେ କିଲୋ ପ୍ରତି 60ରୁ 70 ଟଙ୍କାରେ ବିକ୍ରି ହୋଇଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ବିଧାରପୁର ସାପ୍ତାହିକ ହାଟରେ ଆଳୁ ପରିବା ଦେଖିବାକୁ ମିଳିନଥିଲା। ଉକ୍ତ ହାଟରେ ପୂର୍ବରୁ ଆଳୁ ବିକ୍ରି କରୁଥିବା ବେପାରୀଙ୍କୁ ପଚାରିବାରୁ ସେମାନେ କୁହନ୍ତି, ଆଳୁ ମିଳୁନାହିଁ, ଆମେ କେଉଁଠୁ ଆଣି ଆଳୁ ବିକ୍ରି କରିବୁ। ଆଳୁ ପରିବା ହାଟରୁ ଉଭାନ ହେବା ଫଳରେ ଏହାର ଅହେତୁକ ପ୍ରଭାବ ଅନ୍ୟ ପନିପରିବା ଉପରେ ପଡ଼ୁଥିବାର ଦେଖିବାକୁ ମିଳିଥିଲା। ସୁଶାନ୍ତ କୁମାର ସାହୁ ଆଳୁ ତ ମାର୍କେଟରେ ବିଲକୁଲ ନାହିଁ। ଆମେ ଓଡିଆ ଲୋକ ଆଳୁ ନହେଲେ ଖାଇବୁ କଣ? ବଜାରରେ ଆଳୁ ବିଲକୁଲ ନାହିଁ। ମୋ ନାଁ ଦୁର୍ଯ୍ୟୋଧନ ସାହୁ। ଏଇ ଯୋଉ ଦୀର୍ଘ ଦିନ ଧରି ଆପଣ ବ୍ୟବସାୟ କରୁଛନ୍ତି ହାଟରେ, ଆଜି ଆଳୁ ଆଣିନାହାନ୍ତି କାହିଁକି? ଆଳୁ ଆଜ୍ଞା ଆସିନି, ଆଳୁ ବନ୍ଦ ତ, ଆଳୁ ଆସିଲେ ସିନା ଆମେ ବିକୁ, ଆଳୁ ନାହିଁ ଆସିନି। କେବେ ଆସିବ ବୋଲି କହୁଛନ୍ତି? ଏବେ ଏମିତି କିଛି ଜଣା ପଡୁନି। ଯୋଉ ଆଳୁ ଯୋଉ ନ ଆସିବା ଦ୍ଵାରା କିଛି ପ୍ରଭାବ ପଡିଛି ଲୋକଙ୍କ ଉପରେ? ଆଉ ବହୁ ଲୋକ ଫେରୁଛନ୍ତି ନା, ଆଉ ବହୁତ ଅଶାନ୍ତି ହଉଛନ୍ତି। ସର୍ଭିସର ଆପଣ ତ ସବୁ ହାଟ ପାଳି ଦେଖିଛନ୍ତି, ଆମେ ଦେଖାଯାଉଛି ଯେ ଆପଣ ଆଳୁ ବିକୁଥିଲେ, ଆଜି ଆଳୁ କାହିଁକି ଆଣିନାହାନ୍ତି? ନାହିଁ ତ ମିଳୁନି। ମିଳୁନି ମାନେ କୋଉଠି ମିଳୁନି? ନା ଅଛି କିଛି ବ୍ୟବସାୟୀ ସାଧାରଣ ଲୋକ ଯୋଉମାନେ, ଆପଣ ତ ସବୁ ହାଟ ପାଳିରେ 30ରୁ 40 ବସ୍ତା ଆଳୁ ବିକୁଥିଲେ, ଆଜି ସେ ଆଳୁ ନାହିଁ, ଖାଲି ଆପଣ ପିଆଜ, କଞ୍ଚା ଲଙ୍କା, ରସୁଣ, ଅଦା ଧରିକି ବସୁଛନ୍ତି। ଲୋକମାନେ ଫେରିକି ଯାଉଛନ୍ତି, କଣ କହୁଛନ୍ତି? କଣ କହୁ ନାହିଁ, ମିଳୁନି, ଖାଲି କହୁଛୁ। କେବେ ମିଳିବ ବୋଲି ଆଶା କହିବ? ଆଜି ଯୋଉ ଆସିଥିଲେ ଆଜି ଡେଲି ମାର୍କେଟରେ ଆଜ୍ଞା ଆଳୁ ମିଳୁନି। ଆମେ ଡେଲି ଜଳଖିଆ ଦୋକାନ କରି ବଞ୍ଚୁଛୁ। ଆଳୁ ନହେଲେ ଲୋକଙ୍କୁ ଖାଇବାକୁ ଦେବୁ କଣ? ନା ଆଳୁ ଅଛି, ନା ଘୁଗୁନି କରିବୁ, ନା ଆଳୁ ଚପ୍ କରିବୁ, ତାହେଲେ ଆମେ ଚଳିବୁ କେମିତି? ସରକାରଙ୍କର ନିବିଡ଼ ଅନୁରୋଧ, ଯଥାଶୀଘ୍ର ଆଳୁ ଯୋଗାଇ ଦିଅନ୍ତୁ, ଯାହାଦ୍ୱାରା ଖାଉଟି ସୁବିଧାରେ ଖାଦ୍ୟ ଖାଇପାରିବେ। ଏହା ହିଁ ଆମେ ସରକାରଙ୍କ ପାଖରେ ନିବେଦନ। ଗ୍ରାହକ ନିଜର ମତ ରଖିଛି। ଯଦି ଆଗାମୀ ଦିନରେ ଏହି ଆଳୁ ସମସ୍ୟା ଲାଗି ରହେ, ତାହେଲେ ଏହାର କୁପ୍ରଭାବ ଅନ୍ୟ ପନିପରିବା ଉପରେ ନିଶ୍ଚିତ ପଡ଼ିବ। ଏଥିରେ ଗରିବ, ଖଟିଖିଆ ଓ ନିମ୍ନ ମୁଁ ଶ୍ରୀକାନ୍ତ ରାଉତ, ଲିଗାଲ କନସଲଟାଣ୍ଟ। କଣ କହିବା, ଆଜି ଆସିଥିଲେ କଣ ହାଟରେ ଆଳୁ ନାହିଁ। ଆଳୁ 60 ଟଙ୍କା ଉପରେ ବିକ୍ରି ହଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଖାଉଟି ଆଳୁ ପାଉନାହାନ୍ତି। ଯଦି ଆଳୁର ଏଭଳି ସଂକଟ ଦେଖାଦିଏ, ତାହେଲେ ଉପଭୋକ୍ତା ମାନେ ରାଜରାସ୍ତାକୁ ଆନ୍ଦୋଳନ କରିବାକୁ ଓହ୍ଲାଇବେ। ତେଣୁ ସରକାର ଏ ବିଷୟରେ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ। ଯଥାଶୀଘ୍ର ସରକାର ସବସିଡି ଦେଇ ଖାଉଟି ମାନଙ୍କୁ ଆଳୁ ଯୋଗାଣ କରନ୍ତୁ। ଏଇଟା ସରକାର ହାଟଟି ହେଇଛି ସାପ୍ତାହିକ ହାଟ, ଆଳୁ ନଥିବା ଫଳରେ ଅଲଗା ପରିବା ପ୍ରତି କିଛି ପ୍ରଭାବ ପଡିଛି? ବାଇଗଣ ବର୍ତ୍ତମାନ 80 ଟଙ୍କା ବିକ୍ରି ହଉଛି, ପୋଟଳ 60 ଟଙ୍କା, ଯାହାର ଦର 40 ଟଙ୍କା ତଳକୁ ଥିଲା, ବର୍ତ୍ତମାନ ଆଳୁ ସକାଶେ ଏସବୁ ରେଟ୍ ଅଟୋମେଟିକ୍ ବଢିବ। ତେଣୁ ଏ ବିଷୟରେ ସରକାର ନିହାତି ପଦକ୍ଷେପ ଗ୍ରହଣ କରିବା ଉଚିତ। ଯୋଉ ଆଳୁ ମିଶନ ହୋଇଥିଲା, କିଛି ସେଟା ଗୋଟେ ପ୍ରହସନ ଥିଲା ବୋଲି, ଯାହା କେବଳ ପ୍ରହସନ, ଆଉ ଅନ୍ୟ କିଛି ନୁହଁ। କୋଟି କୋଟି ଟଙ୍କା ତାକୁ ରାଜନେତା ମାନେ ଖାଇ ଚାଲିଗଲେ, ଆଉ ନହେଲେ କିଛି ନୁହଁ। ଆଜ୍ଞା, ଯୋଉ ଆପଣ ସାପ୍ତାହିକ ହାଟ କରୁଛନ୍ତି, ଆଜି ଆଳୁର ସଂକଟ ଦେଖାଯାଇଛି, କଣ କହିବେ? ଆଳୁ ତ ମୂଳରୁ ନାହିଁ, ଲୋକ ବହେ ଫେରୁଛନ୍ତି। ଆଉ ବହେ ଫେରୁଛନ୍ତି ଲୋକ। ଆଳୁ ଲାଗି 1 ନମ୍ବର ୱାର୍ଡ। ଆଳୁ ମାର୍କେଟ ପନିପରିବା କିଛି ନାହିଁ। ପନିପରିବା 100 ପରେ 80 90 ଟମାଟର, ଆଳୁ 60 ଟଙ୍କା, 60ରୁ 70। ପ୍ରମୋଦ ସାହୁ। କେତେ ଦିନ ହେଲା ହାଟ ବେପାର କଲେଣି? 25 ବର୍ଷ ଉପରେ। କେବେ ଦେଖିଥିଲେ ଯୋଉ ବର୍ତ୍ତମାନ ଯୋଉ ଆଳୁ ସଂକଟ ଦେଖାଯାଉଛି, ଏଇଭଳି କେବେ ଆଗରୁ ହେଇଥିଲା? ଆଗରୁ ଥରେ ଏମିତି ହେଇଛି। ଆଜି ଯୋଉ ମାର୍କେଟରେ ଆଳୁ ନାହିଁ, ଲୋକମାନେ ଆସି ଫେରୁଛନ୍ତି। ସାଧାରଣତଃ ଦେଖିବାକୁ ଗଲେ ଓଡିଶା ଲୋକ ଆଳୁ ନହେଲେ ନଚଳିବା ଭଳିଆ ପରିସ୍ଥିତି ବର୍ତ୍ତମାନ ସୃଷ୍ଟି ହେଇଛି। ସବୁ ପରିବାରେ ଆଳୁ ହିଁ ଦରକାର। ଫେରୁଛନ୍ତି, କଣ କହୁଛନ୍ତି? ଆଳୁ ତ ମିଳିଲାନି, ଆମେ କୋଉଠୁ ଆଣିବୁ? ଗୋଦାମରେ ତ ଆଳୁ ନାହିଁ, ଆଣିବୁ କୋଉଠୁ? କେବେ ମିଳିବ ବୋଲି ଜଣା ପଡୁଛି? ସେମିତି ଆମେ କହିପାରିବୁ, ସିଏ ତ କହୁଛି ଆସିବ ଖାଲି କହୁଛନ୍ତି। ସେଥିପାଇଁ କାହାକୁ ଦାୟୀ ରଖୁଛନ୍ତି ଆପଣ? ଆମେ କାହାକୁ ଦାୟୀ ଆଜ୍ଞା ଦେବୁ? ସରକାର ଦାୟୀ କି ଯେ ଗୋଦାମ ଦାୟୀ? ଉକ୍ତ ଆଳୁ ସମସ୍ୟାର ତୁରନ୍ତ ସମାଧାନ କରିବା ସହିତ ଯେପରି ଅନ୍ୟ ପନିପରିବାର ମୂଲ୍ୟ ଠିକ୍ ରହିବ, ସେଥିପ୍ରତି ବ୍ଲକ ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣ ଦାବି ହୋଇଛି। ଆଗାମୀ ଶୁକ୍ରବାର ସାପ୍ତାହିକ ହାଟରେ ଯେପରି ଦରଦାମ ସ୍ଥିର ରହିବ, ପ୍ରଶାସନର ଦୃଷ୍ଟି ଆକର୍ଷଣ ହୋଇଛି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।